ମାନେ ହାପି ମकर ସଂକ୍ରାନ୍ତି। ଦେଖନ୍ତୁ ଡୁଗୁ କେମିତି ଶୋଇଛି, ତାର ଆଜ୍ଞା କ'ଣ ମଠର ଖାଇ ଖଟର ଶୋଉଛି। ଚାଲନ୍ତୁ ମକର ସଂକ୍ରାନ୍ତି ଉପଲକ୍ଷେ ବନେଇବା କ୍ଷୀର ପୋଡ଼ ପିଠା। କ୍ଷୀର ପୋଡ଼ ପିଠା ବନେଇବା ପାଇଁ ନଡ଼ିଆ ଗୁଜୁରାତି ଆକୁ ସବୁ ତେଲରେ ଭାଜି ଚିନି ପକେଇଦେଲି। ତାପରେ ତାକୁ ଟିକେ ଭଲସେ ଗୋଳେଇ ଦେଲି। ତାପରେ ତା ଦେହରେ ପକେଇବି କ୍ଷୀର। କ୍ଷୀର ପକେଇଲା ପରେ ତାକୁ କିଛି ସମୟ ଗୋଳେଇବେ ଆଉ ଫୁଟେଇବେ ଭଲସେ। କ୍ଷୀରଟା ଫୁଟି ଫୁଟି ଯେତେବେଳେ ଅଳ୍ପ ହେଇଯିବ, ମୁଁ 2 ଲିଟର କ୍ଷୀର ଦେଇଛି ଏଠି 500 ସୁଜିରେ। ତାପରେ ସୁଜିକୁ ଭଲସେ ତେଲରେ ଭାଜି ନେବେ, ପୁରା ଭଲସେ ଭାଜି ନେବେ ଆଜ୍ଞା। ପୁରା ଭାଜିଲା ପରେ ତାପରେ ସେଇ ଯେଉଁ କ୍ଷୀର ନଡ଼ିଆ ଆଉ ଇଏ ରଖିଥିବେ ଫୁଟେଇକି, ତାକୁ ପକେଇକି ଜନ୍ତି ଦେବେ ତାକୁ ଭଲସେ, ପୁରା ଭଲସେ ଜନ୍ତିବେ। ପୁରା କାଠୁଆ କାଠୁଆ ଗୋଟେ ଇଏ କରିବେ। ତାକୁ ଭଲସେ ଜନ୍ତିଲା ପରେ ଦେଖନ୍ତୁ କାଠୁଆ କାଠୁଆ ହେଇଗଲା। ତାପରେ ତାକୁ ଗୋଟେ କଂସାରେ ପୁରା ତେଲ ମାରିକି ସାଇଜ୍ କରିକି ଭରିଦେବେ। ଭରିଲା ପରେ ଆପଣ ଚାହିଁଲେ ବି କାଜୁ ଫାଜୁ ଦେଇକି ଭଲସେ ତାକୁ ଇଏ କରିପାରିବେ। ମୁଁ କିନ୍ତୁ କରିନି ଏଠି। ତାପରେ ଲୁଣ ଦେଇକି ଗୋଟେ ଇଏରେ ତା ଉପରେ ଥୋଇ ଦେଇ ତାପରେ ଇଟା ପୁରା ନଧି ଦେବେ। ତାପରେ ପଳେଇ ଆସିଲି ଖାଇବା ପାଇଁ। ରହିଲି, ବାଏ, ଗୁଡ୍ ନାଇଟ୍।